କେଉଁ ପ୍ରଣାଳୀ ପୁରାତନ ଓ ସମୟ ସାପେକ୍ଷ ନୁହେଁ? ଚୟନ, ସଂକରଣ, ପ୍ରବର୍ତ୍ତନ, ଜୈବ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ। ଆନ୍ସର ଜୈବ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ। ସାଧାରଣତଃ ଉଦ୍ଭିଦର ବୃଦ୍ଧି ଓ ବିକାଶ ନିମନ୍ତେ କ'ଣ ଆବଶ୍ୟକ ହୋଇଥାଏ? ପୋଷକ, ଚୟନ, ପ୍ରବର୍ତ୍ତନ, ସଂକରଣ। ଉତ୍ତର ପୋଷକ। କେଉଁଟି ପୋଷକର ମୁଖ୍ୟ ଭଣ୍ଡାର ଅଟେ? କେଉଁଟି ପୋଷକର ମୁଖ୍ୟ ଭଣ୍ଡାର ଅଟେ? ଜଳ, ବାୟୁ, ମୃତ୍ତିକା, ସାର। ଉତ୍ତର ସାର। କେଉଁଟି ସାରର ସଠିକ୍ ଶ୍ରେଣୀ ବିଭାଗ ଅଟେ? ସରଳ ଓ ଯୌଗିକ, ରାସାୟନିକ ଓ ଜୈବ ସାର, ଭୌତିକ ଓ ରାସାୟନିକ, ଅଜୈବିକ ଓ ଜୈବିକ। ଆନ୍ସର ରାସାୟନିକ ଓ ଜୈବ ସାର। ଜୀବଜଗତରେ ପ୍ରାଣୀ ଓ ଅନ୍ୟ ଜୀବମାନେ ନିଜର ଖାଦ୍ୟ ପାଇଁ ମୁଖ୍ୟତଃ ସବୁଜ ଉଦ୍ଭିଦ ଓ ଅନ୍ୟ ପ୍ରାଣୀମାନଙ୍କ ଉପରେ ନିର୍ଭରଶୀଳ ହୋଇଥାନ୍ତି। ଏମାନଙ୍କୁ କ'ଣ କୁହାଯାଏ? ସ୍ୱଭୋଜୀ, ପରଭୋଜୀ, ମୃତୋପଜୀବୀ, ପରଜୀବୀ। ଆନ୍ସର ପରଭୋଜୀ। 1960ରୁ 2004 ମସିହା ମଧ୍ୟରେ ଶସ୍ୟ ଉତ୍ପାଦନ କ୍ଷେତ୍ରରେ କେତେ ଗୁଣ ବୃଦ୍ଧି ଘଟିଛି? 2, 3, 4, 5। ଆନ୍ସର 4। ଆମ ଦେଶରେ ବିଗତ 70 ଦଶକରେ ପ୍ରଫେସର ଏମ୍.ଏସ୍. ସ୍ୱାମୀନାଥନ୍‌ଙ୍କର ସହଯୋଗରେ ସଂଗଠିତ ହେଉଥିବା କେଉଁ ବିପ୍ଳବ ଯୋଗୁଁ ନୂଆ କିସମ ଖାଦ୍ୟଶସ୍ୟର ପ୍ରଚଳନ କରାଯାଇଥିଲା? ଶ୍ୱେତ ବିପ୍ଳବ, ନୀଳ ବିପ୍ଳବ, ସବୁଜ ବିପ୍ଳବ। କୌଣସିଟି ନୁହେଁ। ଆନ୍ସର ସବୁଜ ବିପ୍ଳବ। କେଉଁଟି ଭାରତୀୟ କୃଷି ଗବେଷଣା ପରିଷଦର ସଂକ୍ଷିପ୍ତ ନାମ ଅଟେ? ARCI, IRAC, IARC, ICAR। ଆନ୍ସର ICAR। ବର୍ତ୍ତମାନ ଜୈବ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ଘଟୁଥିବାରୁ କେଉଁ ବିପ୍ଳବ ଜରିଆରେ ନୂତନ କିସମର ଖାଦ୍ୟଶସ୍ୟ ପ୍ରସ୍ତୁତିରେ ଏକ ନୂତନ ଦିଗ ଦେଖାଯାଇଛି? ନୀଳ ବିପ୍ଳବ, ଶ୍ୱେତ ବିପ୍ଳବ, ସବୁଜ ବିପ୍ଳବ, ଜିନିୟ ବିପ୍ଳବ। ଆନ୍ସର ଜିନିୟ ବିପ୍ଳବ। ଉଦ୍ଭିଦର ଅଭିବୃଦ୍ଧି ପାଇଁ ଆବଶ୍ୟକୀୟ ପୋଷକ ସଠିକ୍ ପରିମାଣରେ ପାଇବା ପାଇଁ କେଉଁ ସାରକୁ ବହୁଳ ଭାବରେ ବ୍ୟବହାର କରାଯାଇଥାଏ? ଜୈବ ସାର, ପିଡ଼ିଆ, କମ୍ପୋଷ୍ଟ, ରାସାୟନିକ ସାର। ଆନ୍ସର ରାସାୟନିକ ସାର। ରାସାୟନିକ ସାର ମୁଖ୍ୟତଃ କେଉଁ ଦୁଇ ପ୍ରକାରର ଅଟେ? ମୌଳିକ ଓ ଯୌଗିକ, ଜୈବିକ ଓ ଅଜୈବିକ, ସରଳ ଓ ଯୌଗିକ, ଜୈବିକ ଓ ଭୌତିକ। ଆନ୍ସର ସରଳ ଓ ଯୌଗିକ। କେଉଁ ସାରର ବହୁଳ ବ୍ୟବହାର ଫଳରେ ମୃତ୍ତିକାର ଉର୍ବରତା କମିଯାଏ? ସବୁଜ ସାର, ଜିଆ ସାର, କମ୍ପୋଷ୍ଟ, ରାସାୟନିକ ସାର। ଆନ୍ସର ରାସାୟନିକ ସାର। କେଉଁଟି ଜୈବ ସାର ନୁହେଁ? ଗୋବର ଖତ, କମ୍ପୋଷ୍ଟ, ଜିଆ ସାର, ସରଳ ସାର। ଆନ୍ସର ସରଳ ସାର। କେଉଁଟି ପରିବେଶ ପାଇଁ ଅନୁକୂଳ ନୁହେଁ? ଗୋବର ଖତ, କମ୍ପୋଷ୍ଟ, ଜିଆ ସାର, ରାସାୟନିକ ସାର। ଆନ୍ସର ରାସାୟନିକ ସାର। କେଉଁଟିର ଜୈବ ବିଘଟନ ଶୀଘ୍ର ହୋଇନଥାଏ? ଗୋବର ଖତ, କମ୍ପୋଷ୍ଟ, ଜିଆ ସାର, ରାସାୟନିକ ସାର। ରାସାୟନିକ ସାର। କୃଷିକ୍ଷେତ୍ର ଓ ସହର ଆଦିର ଜୈବ ଆବର୍ଜନାରୁ କ'ଣ ପ୍ରସ୍ତୁତ କରାଯାଏ? ଗୋବର ଖତ, କମ୍ପୋଷ୍ଟ, ଜିଆ ସାର, ରାସାୟନିକ ସାର। କମ୍ପୋଷ୍ଟ। କେଉଁଟି ଅଣୁଜୀବମାନଙ୍କ ଅପଘଟନରୁ ପ୍ରସ୍ତୁତ ହୋଇଥାଏ ଓ ଏଥିପାଇଁ ପ୍ରାୟ 3ରୁ 4 ମାସ ସମୟ ଲାଗିଥାଏ? ଗୋବର ଖତ, କମ୍ପୋଷ୍ଟ, ଜିଆ ସାର, ରାସାୟନିକ ସାର। ଆନ୍ସର କମ୍ପୋଷ୍ଟ। କେଉଁ ସାର ପ୍ରସ୍ତୁତି ପାଇଁ ଛଣ ଗୁଆ
ଧନିଆ ଓ ବରଗୁଡ଼ି ଇତ୍ୟାଦି ଚାଷ ଆବଶ୍ୟକ ହୋଇଥାଏ। ସବୁଜ ସାର, ଜିଆ ସାର, ଖତ, କମ୍ପୋଷ୍ଟ। ଆନ୍ସର୍ ସବୁଜ ସାର। ଉଦ୍ଭିଦର ଆବଶ୍ୟକୀୟ ପୋଷକ ପଦାର୍ଥଗୁଡ଼ିକୁ ମୃତ୍ତିକାରେ ଉପଲବ୍ଧ କରାଇବାରେ ସହାୟକ ହେଉଥିବା ଅଣୁଜୀବ ପୋଷଣକୁ କ'ଣ କୁହାଯାଏ? ଟିସୁ ପୋଷଣ, ଜୈବ ଉର୍ବରକ, ପୋଷଣୀୟ କୃଷି, ଅଜୈବ ଉର୍ବରକ। ଆନ୍ସର୍ ଜୈବ ଉର୍ବରକ। କେଉଁ ଅଣୁଜୀବ ଜୈବ ଉର୍ବରକର ଉଦାହରଣ ନୁହେଁ? ଅଜାଟୋବ୍ୟାକ୍ଟର, କ୍ଲୋଷ୍ଟ୍ରିଡ଼ିୟମ୍, ରାଇଜୋବିୟମ୍, ପ୍ଲାସ୍ମୋଡ଼ିୟମ୍। ଆନ୍ସର୍ ପ୍ଲାସ୍ମୋଡ଼ିୟମ୍। କେଉଁ ଶୈବାଳ ବାୟୁମଣ୍ଡଳର ଯବକ୍ଷାରଜାନକୁ ବିବନ୍ଧିତ କରାଇ ମୃତ୍ତିକାରେ ଜୈବ ଉର୍ବରକର କାର୍ଯ୍ୟ କରେ? ଏଜୋଲା, ଆଜାଟୋବ୍ୟାକ୍ଟର, କ୍ଲୋଷ୍ଟ୍ରିଡ଼ିୟମ୍, ରାଇଜୋବିୟମ୍। ଆନ୍ସର୍ ଏଜୋଲା। କୋରାପୁଟ ଓ କନ୍ଧମାଳ ଆଦିରେ ପ୍ରଚଳିତ ଥିବା ହଳଦୀ ଓ ଅନ୍ୟ ଚାଷ କେଉଁ ପ୍ରକାର କୃଷିର ଉଦାହରଣ ଅଟେ? ପାରମ୍ପରିକ କୃଷି, କୋରାପୁଟ ଓ କନ୍ଧମାଳ ଆଦିରେ ପ୍ରଚଳିତ ଥିବା ହଳଦୀ ଓ ଅଦା ଚାଷ କେଉଁ ପ୍ରକାର କୃଷିର ଉଦାହରଣ ଅଟେ? ପାରମ୍ପରିକ କୃଷି, ଅଣପାରମ୍ପରିକ କୃଷି, ଅଜୈବିକ କୃଷି, ଜୈବିକ କୃଷି। ଆନ୍ସର୍ ଜୈବିକ କୃଷି। ଜୈବିକ କୃଷି କେଉଁ ପ୍ରକାର କୃଷି ପଦ୍ଧତି ହୋଇଥିବାରୁ ପରିବେଶ ଉପରେ ଏହାର କୌଣସି ଅନିଷ୍ଟକାରୀ ପ୍ରଭାବ ପଡ଼ିନଥାଏ? ପାରମ୍ପରିକ କୃଷି, ଅଣପାରମ୍ପରିକ କୃଷି, ପୋଷଣୀୟ କୃଷି, ଅଣପୋଷଣୀୟ କୃଷି। ଆନ୍ସର୍ ପୋଷଣୀୟ କୃଷି। କେଉଁଟି ଜୈବିକ ସାରର ଉଦାହରଣ ନୁହେଁ? ଜୈବିକ ଖତ, ସବୁଜ ଖତ, ଅଣୁଜୀବ ସାର, ୟୁରିଆ। ଆନ୍ସର୍ ୟୁରିଆ। ପୀଡ଼କ କୀଟ କୃଷି କ୍ଷେତ୍ରରେ କେଉଁ ସମସ୍ୟା ସୃଷ୍ଟି କରିନଥାଏ? ମୂଳ, କାଣ୍ଡ ବା ପତ୍ରକୁ କାଟିବା, ଉଦ୍ଭିଦରୁ ଖାଦ୍ୟ ପୋଷଣ କରିବା, ଫଳ ଓ କାଣ୍ଡକୁ କଣା କରିଦେବା, ଉଦ୍ଭିଦର ବୃଦ୍ଧିରେ ସହାୟକ ନ ହେବା। ଆନ୍ସର୍ ଉଦ୍ଭିଦର ବୃଦ୍ଧିରେ ସହାୟକ ନ ହେବା। ପୀଡ଼କମାନଙ୍କୁ ନିୟନ୍ତ୍ରଣ ନ କଲେ ସେମାନେ ପ୍ରାୟ କେତେ ଶତକଡ଼ା ଶସ୍ୟ ନଷ୍ଟ କରିଦିଅନ୍ତି? 20ରୁ 30, 30ରୁ 50, 50ରୁ 70, 80ରୁ 100। ଆନ୍ସର୍ 50ରୁ 70। କେଉଁଟି ପୀଡ଼କନାଶକ ନୁହେଁ? କୀଟନାଶକ ଔଷଧ, ତୃଣକମାରି, କବକମାରି, ଆଣ୍ଟିବାୟୋଟିକ୍। ଆନ୍ସର୍ ଆଣ୍ଟିବାୟୋଟିକ୍। ପୀଡ଼କ ନିୟନ୍ତ୍ରଣ ପାଇଁ ବ୍ୟବହୃତ ରାସାୟନିକ ଦ୍ରବ୍ୟଗୁଡ଼ିକୁ କ'ଣ କୁହାଯାଏ? ପୀଡ଼କନାଶୀ, ତୃଣକମାରି, କବକମାରି, ଆଣ୍ଟିବାୟୋଟିକ୍। ଆନ୍ସର୍ ପୀଡ଼କନାଶୀ। ଧାନ ଫସଲରେ କେଉଁ ପୋକ ଲାଗେ? ଗନ୍ଧି ପୋକ, କାଣ୍ଡ ବିନ୍ଧା ପୋକ, ପତ୍ରଡିଆଁ ପୋକ, ଧଳାଗ୍ରବ। ଆନ୍ସର୍ ଗନ୍ଧି ପୋକ। ଚିନାବାଦାମ ଫସଲରେ କେଉଁ ପୋକ ଲାଗେ? ଗନ୍ଧି ପୋକ, କାଣ୍ଡବିନ୍ଧା ପୋକ, ପତ୍ରଡିଆଁ ପୋକ, ଧଳାଗ୍ରବ। ଆନ୍ସର୍ ଧଳାଗ୍ରବ। ଆଖୁ ଫସଲରେ କେଉଁ ପୋକ ଲାଗେ? ଗନ୍ଧି ପୋକ, କାଣ୍ଡବିନ୍ଧା ପୋକ, ପତ୍ରଡିଆଁ ପୋକ, ଧଳାଗ୍ରବ। ଆନ୍ସର୍ ପତ୍ରଡିଆଁ ପୋକ। ଗହମ ଫସଲରେ କେଉଁ ପୋକ ଲାଗେ? ଗନ୍ଧି ପୋକ, କାଣ୍ଡବିନ୍ଧା ପୋକ, ପତ୍ରଡିଆଁ ପୋକ, ଧଳାଗ୍ରବ। ଆନ୍ସର୍ କାଣ୍ଡବିନ୍ଧା ପୋକ। ସୋରିଷ ଫସଲରେ କେଉଁ ପୋକ ଲାଗେ? ଜଉ ପୋକ, ଧଳାଗ୍ରବ, ଅଗବିନ୍ଧା ପୋକ, ପତ୍ରଡିଆଁ ପୋକ। ଆନ୍ସର୍ ଜଉ ପୋକ। ଆଖୁ ଫସଲରେ କେଉଁ ପୋକ ଲାଗେ? ଜଉ ପୋକ, ଧଳାଗ୍ରବ, ଅଗବିନ୍ଧା ପୋକ, ପତ୍ରଡିଆଁ ପୋକ। ଆନ୍ସର୍ ଅଗବିନ୍ଧା ପୋକ। ଗନ୍ଧ ପୋକ ଓ ପତ୍ରଡିଆଁ ପୋକ କେଉଁ ଫସଲରେ ଲାଗିଥାନ୍ତି? ଧାନ, ଗହମ, ଆଖୁ, ସୋରିଷ। ଆନ୍ସର୍ ଧାନ। ଜଉ ପୋକ ଓ ଚିତ୍ରିତ ଶୋଷକ ପୋକ କେଉଁ ଫସଲରେ ଲାଗିଥାନ୍ତି? ଧାନ, ଗହମ, ଆଖୁ, ସୋରିଷ। ଆନ୍ସର୍ ସୋରିଷ।
ଅଗବିନ୍ଧା ଓ ସଅଳ କାଣ୍ଡବିନ୍ଧା ପୋକ କେଉଁ ଫସଲରେ ଲାଗିଥାନ୍ତି? ଧାନ, ଗହମ, ଆଖୁ, ସୋରିଷ। ଆନ୍ସର୍ ଆଖୁ। ପୁଟିଆ ଶୁଣ୍ଢା ପୋକ ଓ କାଣ୍ଡବିନ୍ଧା ମାଛି କେଉଁ ଫସଲକୁ ଆକ୍ରାନ୍ତ କରନ୍ତି? ଧାନ, ଗହମ, ଆଖୁ, ସୋରିଷ। ଗହମ। କେଉଁ ପୋକର ନିୟନ୍ତ୍ରଣ ପାଇଁ ମାଲାଥିଅନ୍ ପାଉଡର ଡଷ୍ଟର ଦ୍ୱାରା ସ୍ପ୍ରେ କରାଯାଏ? ଚିତ୍ରିତ ଶୋଷକ ପୋକ, ଜଉ ପୋକ, ପତ୍ରଡିଆଁ ପୋକ, ଗୁଝିଆ ଶୁଣ୍ଢା ପୋକ। ଆନ୍ସର୍ ଚିତ୍ରିତ ଶୋଷକ ପୋକ। କେଉଁ ପୋକ ନିୟନ୍ତ୍ରଣ ପାଇଁ ମେଟାସିଷ୍ଟୋକ୍ସ ସ୍ପ୍ରେ କରାଯାଏ? ଚିତ୍ରିତ ଶୋଷକ ପୋକ, ଜଉ ପୋକ, ପତ୍ରଡିଆଁ ପୋକ, ଗୁଝିଆ ଶୁଣ୍ଢା ପୋକ। ଆନ୍ସର୍ ଜଉ ପୋକ।